ସେମାନେ ସବୁବେଳେ ଭିତ୍ରିଆ ସଲାସୁତରାରେ ଥିଲେ ଏବେ ଜଣା ପଡ଼ିଗଲା ଲୁଚି ଚିହ୍ନ ଗୋଟେ ଦୁଇଟା ଦିଶୁଛି ସେଥିରେ ଆମର କିଛି ଅସୁବିଧା ନାହିଁ। ସାର୍ ଆଉ ଗୋଟେ ଚର୍ଚ୍ଚା ହେଉଛି ଏଥର ଯେଉଁ ଭଳିଆ ଅଙ୍କ ରହିଛି ଘୋଡ଼ା ବେପାର କଥା ଆସିବ କ୍ରସ୍ ଭୋଟିଂ କଥା ଆସିବ ଏଇ ଆଧାରରେ କେମିତି କ'ଣ? ଆମେ ଘୋଡ଼ା ବେପାରରେ ବିଚଳିତ ନୁହଁ। ଅତୀତରେ ବହୁତ ଘୋଡ଼ା ବେପାର ହେଇଛି। ଆମ ପ୍ରଧାନମନ୍ତ୍ରୀ ବି ଗୋଟେ ଭୋଟ୍ରେ ହାରିକିରି ପୁରା ତାକତରେ ଆସିଛନ୍ତି ଆତ୍ମସମ୍ମାନ ପୂର୍ବକ ଲଢ଼ିବାର ବାଦ ଦେଇଥିଲେ। ତେଣୁ ଆମର ସେଥିରେ କିଛି ଚିନ୍ତା ନାହିଁ। ଆମେ ଆମର ଯେତିକି ତାକତ ଜିତିବୁ। ଯଦି ଆମକୁ କିଏ ସହଯୋଗ କଲେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ପ୍ରଭାବିତ ହେଇକି ଭଲ ନହେଲେ ଆମେ ଆମର ଇଏ କରିବୁ। ଆମ ଚାରିଟା ସିଟ୍ରୁ ବିଜେପି କେତେଟା ନେବ ସେଟା ମୁଁ କହିଦେବି। ତଥାପି ସାର୍ କେତେ ନା ନା ସାର୍ ଆଗକୁ ପ୍ରଭାବ ପଡ଼ିବ କି ଯେଉଁ ବିଜେଡି ଆଉ କଂଗ୍ରେସର ହାତ ମିଳିବା ଦ୍ୱାରା? ନାଇଁ କିଛି ପ୍ରଭାବ। ସାର୍ ସେମାନେ ଗୋଟେ ଚର୍ଚ୍ଚା ହେଉଛି ଯେ ମେଣ୍ଟ ହେଇଗଲା ବିଜେଡି ଆଉ କଂଗ୍ରେସ ମେଣ୍ଟ କରିଗଲା। କାହିଁ ମେଣ୍ଟ କଲେ ଭୟଭୀତ ହେଲେ ଜନତା ତାଙ୍କଠୁ ଦୂରେଇ ଯାଇଛନ୍ତି ପରାସ୍ତ ହେଉଛନ୍ତି ବାରମ୍ବାର ସେଥିପାଇଁ ଭୟଭୀତ ହେଇକି ଯେଉଁ ମେଣ୍ଟ କଲେ ଆମେ ସେମାନଙ୍କୁ କାହିଁକି ଇଏ କରୁ ଭୟାଳୁ ଲୋକମାନଙ୍କୁ ଆମ ଏଇ ମେଣ୍ଟଟା କୁହାଯାଉଛି ଯେ ବିଜେପି ପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ବି କ୍ଷତି ହେବ। ନାଇଁ କିଛି କ୍ଷେତ୍ର ଏଇ ମେଣ୍ଟରେ ତାଙ୍କ ଭିତରେ କ୍ଷେତ୍ର ଫାଇଟିଂ ହବ କାହିଁକିନା ଭିନ୍ନ ଆଦର୍ଶ ଭିନ୍ନ ବିଚାରଧାରା ଭିନ୍ନ କାର୍ଯ୍ୟଶୈଳୀ ତାଙ୍କ ଭିତରେ ଭୟଙ୍କର ସଂଘର୍ଷ ହବ। ଏ ଅସାଧୁ ମେଣ୍ଟ ଏ ମାନେ ଅନୁଚିତ ମେଣ୍ଟ ଇଏ ବେଶୀ ଲାଭ ଇଣ୍ଡିଆ ମେଣ୍ଟର ସମ୍ଭାବନା ଅଛି ସାମିଲ ହେବା ପାଇଁ ବିଜେଡି ହେଇପାରେ ଯାଏ ସାର୍ ଇଣ୍ଡିଆ ମେଣ୍ଟର ଅବସ୍ଥା ତ ଆମେ ଦେଖୁଛୁ ସାରା ଭାରତବର୍ଷ ଆଉ ସେଥିରେ କାହିଁ ବିଚଳିତ ହବୁ। ନବୀନ ବାବୁ ଯୋଉଠି କହୁଥିଲେ ସମଦୂରତା ଆମେ ବଜାୟ ରଖୁଛୁ ଉଭୟ ଦଳଠାରୁ ବିଜେପି ବା କଂଗ୍ରେସ ସାମୟିକ ଚାଲ ତାଙ୍କର କିଛି ଶାଶ୍ୱତ ନୀତି ନାହିଁ। ସୁରକ୍ଷା ପାଇଁ ଆତ୍ମରକ୍ଷା ପାଇଁ କେତେବେଳେ କ'ଣ ବି କରିପାରନ୍ତି।